ନମସ୍କାର, ମୁଁ ଜାନକୀ ପାଣାରେ ଆଜି ଆଲୋଚନା କରିବା ଏହି ଗାଜର ଉପରେ। ଆମେ ସମସ୍ତେ ଜାଣିଛେ ଗାଜର ପ୍ରାୟ ସବୁ ଜାଗାରେ ସବୁ ସ୍ଥାନରେ ମିଳୁଛି। ଗାଜରରେ ଚମତ୍କାର ଲାଭ ମିଳିଥାଏ। ଏହାରେ ବହୁତ ଭିଟାମିନ୍ ପୋଷକ ତତ୍ତ୍ୱ ରହିଛି, ଯାହାକି ଆପଣ ସମସ୍ତ ରୋଗକୁ ଦୂର କରିବା ସହିତ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ତାହେଲେ ଆମେ ଜାଣିବା ଏହି ରୋଗ ପ୍ରତିରୋଧକ ଶକ୍ତି ବଢ଼ିବା ଦ୍ୱାରା କେଉଁ କେଉଁ ପ୍ରକାର ସମସ୍ୟା ଆମର ଦୂର ହୋଇଥାଏ। ଗାଜର ବହୁତ ଲାଭକାରୀ, ଚମତ୍କାର ଲାଭ ମିଳିଥାଏ। ଚକ୍ଷୁ ପାଇଁ ଲାଭକାରୀ, ଚକ୍ଷୁ ରୋଗ ସମସ୍ତ ପ୍ରକାର ଦୂର କରିଥାଏ, କାହିଁକିନା ଏ ରହିଛି ଭିଟାମିନ୍ ଏ ଆଉ ସି। ଆପଣ ଚର୍ମଜନିତ ସମସ୍ୟାକୁ ଦୂର କରିଥାଏ। କାହିଁକି ନା ସେଇ ଭିଟାମିନ୍ ଏ ଆଉ ସି କାରଣରୁ। ଆହିଁ ରହିଛି ଖଣିଜ ବହୁ ପରିମାଣରେ ରହିଛି, ଆପଣଙ୍କର ଫାଇବର ରହିଛି ପୋଷକ ତତ୍ତ୍ୱ ଭାବରେ। ଭିଟାମିନ୍ ଏ ରହିଛି, ଭିଟାମିନ୍ ବି, ଭିଟାମିନ୍ ସି, ଭିଟାମିନ୍ ଡି, ଭିଟାମିନ୍ ଇ, ଜି, ଭିଟାମିନ୍ କେ ରହିଛି। ଆଣ୍ଟି ଅକ୍ସିଡେଣ୍ଟ ରହିଛି, ଯାହାଦ୍ୱାରା କି ଆପଣଙ୍କର କ୍ୟାନ୍ସର ପାଇଁ ଲାଭକାରୀ ହେଇଥାଏ। ଭରପୁର ମାତ୍ରା ରହିଛି। ବିଟା କ୍ୟାରୋଟିନ୍ ରହିଛି, ଯାହାକି ଆପଣଙ୍କ ଲିଭର ପାଇଁ, ଆପଣ ପାଚନ ତନ୍ତ୍ର କ୍ରିୟା ପାଇଁ ଏ ବହୁତ ଲାଭକାରୀ କରିଥାଏ। ପାଚନ ତନ୍ତ୍ର କ୍ରିୟାକୁ ଠିକ୍ ରଖିଥାଏ। କବ୍ଜ ହେବା ପାଇଁ ଦେଇନଥାଏ, କବ୍ଜକୁ ଦୂର କରିଥାଏ। ଉଦରଜନିତ ସମସ୍ତ ବିକୃତିକୁ ଦୂର କରିଥାଏ। ହୃଦୟ ରୋଗରେ ଲାଭ ମିଳିଥାଏ। ହାର୍ଟ ଆଟାକ୍ ହେବା ପାଇଁ ଦେଇନଥାଏ। ହୃଦୟ ଅବରୋଧ ହେବାକୁ ଦେଇନଥାଏ। ଆପଣ ଓଜନକୁ ହ୍ରାସ କରିଥାଏ, କାହିଁକିନା ଏରେ ଅଛି କ୍ୟାଲୋରି ବହୁତ କମ୍ ରହିଛି। ରକ୍ତକୁ ଶୁଦ୍ଧ କରିଥାଏ। ତେଣୁ ଆପଣଙ୍କ ସ୍କିନ୍ ଡିଜିଜ୍, ଚର୍ମଜନିତ ବହୁତ ସମସ୍ୟାକୁ ଦୂର କରିଥାଏ। ଆପଣଙ୍କର ଏହି ଗାଜର ରକ୍ତକୁ ଶୁଦ୍ଧ କରିଥାଏ, ହାଡ଼କୁ ମଜବୁତ କରିଥାଏ, ହାଡ଼ ଦୁର୍ବଳ ହେବା ପାଇଁ ଦେଇନଥାଏ। ତା ସହିତ ଉଦରଜନିତ ସମସ୍ତ ସମସ୍ୟା ଦୂର କରିଥାଏ। ହେମୋଗ୍ଲୋବିନ୍କୁ ବଢ଼େଇଥାଏ, ରକ୍ତ ବୃଦ୍ଧି କରିଥାଏ। ତାପରେ ଆପଣଙ୍କର ଇମ୍ୟୁନିଟି ପାୱାର, ଯାହା କୁହାଯାଉଛି ବୃଷ୍ଟ, ଯାହା କୁହାଯାଉଛି ରୋଗ ପ୍ରତିରୋଧକ ଶକ୍ତି ନିଶ୍ଚିତ ଭାବରେ ବଢ଼ିଥାଏ। କାହିଁକିନା ଆଇରେ ରହିଛି କ୍ୟାରୋଟିନ୍ ନାମକ ପୋଷକ ତତ୍ତ୍ୱ, ବିଟା ରହିଛି, ବିଟା କ୍ୟାରୋଟିନ୍ ରହିଛି, ଯାହା ଆପଣଙ୍କର ଦୁଇ ପ୍ରକାର ଗାଜର ମିଳିଥାଏ। ଗୋଟେ ହେଉଛି ଲାଲ ଆଉ ଗୋଟେ ହେଉଛି ନାରଙ୍ଗୀ। ଲାଲ ଗାଜରରେ ଫାଇବର ଅଧିକା ରହିଥାଏ, ଯାହାକି ଆପଣଙ୍କର ଉଦର ପାଇଁ ବହୁତ ଲାଭକାରୀ। ଅରେଞ୍ଜ ଗାଜରରେ ବିଟା କ୍ୟାରୋଟିନ୍ ଅତ୍ୟଧିକ ଥାଏ, ଯାହାକି ଆପଣ କ୍ୟାନ୍ସର ପାଇଁ, ଉଲସର ପାଇଁ ଆପଣଙ୍କୁ ଲାଭ ମିଳିଥାଏ। ଏସିଡିଟି ଯଦି ଆପଣଙ୍କୁ ଅଧିକା ରହୁଛି ତାହେଲେ ଖାଇବା ନାହିଁ। ଗାଜର କିପରି ଭାବରେ ଖାଇବା ଆମେ ତାକୁ ଜାଣି ରଖିବା। ଗାଜର ଜୁସ୍ କରିକି ପ୍ରତିଦିନ ଯଦି ନିୟମିତ ଭାବରେ ପିଅନ୍ତି ତାହେଲେ ଆପଣଙ୍କୁ ଲାଭ ମିଳିଥାଏ। ଗାଜରକୁ ଚକା ଚକା କାଟିକରି ସାଲାଡ କରି ଯଦି ଆପଣ ନିୟମିତ ଭାବରେ କଞ୍ଚା ଗାଜର ଖାଇବା ସମୟରେ ସକାଳୁ ଖାଲି ପେଟରେ ଯଦି ଖାଆନ୍ତି ତାହେଲେ ଆପଣଙ୍କୁ ବହୁତ ଲାଭ ମିଳିଥାଏ। ଆପଣଙ୍କ ଡାଇବେଟିସ୍ ବା ମଧୁମେହ ରୋଗରେ ଆପଣଙ୍କୁ ଲାଭ ମିଳିଥାଏ, କାହିଁକିନା ଇନ୍ସୁଲିନ୍ ବ୍ଲଡ ସୁଗରକୁ ବଢ଼ିବା ପାଇଁ ଦେଇନଥାଏ ଗାଜର। ତେଣୁ ନିୟମିତ ଖାଇବା ଦରକାର। ଗାଜର ଜୁସ୍ କରିକି ହଉ କିମ୍ବା ଗାଜରକୁ କାଟିକିରି ହଉ ଖାଇବା ଦରକାର। ବିଶେଷ ଭାବରେ ମହିଳାମାନଙ୍କର ହ୍ୱାଇଟ୍ ଡିସଚାର୍ଜ, ଧଳା ସ୍ରାବ ଯାହାକୁ କୁହାଯାଉଛି, ସେହି ସମସ୍ୟାରୁ ମୁକ୍ତି ମିଳିଥାଏ ଏହି ଗାଜର। ହେମୋଗ୍ଲୋବିନ୍କୁ ବଢ଼େଇଥାଏ। ଭିଟାମିନ୍ ଆପଣଙ୍କର ରହିଛି ଭରପୁର ଭାବରେ, ତେଣୁ ନିୟମିତ ଭାବରେ ଗାଜର ଖାଆନ୍ତୁ। ଆପଣ ସ୍କିନ୍ ଡିଜିଜ୍ରେ ଲାଭ ମିଳିଥାଏ ମୁଁ କହିଲି। ତା ସହିତ ଆପଣ ଓଜ ତେଜ ବଢ଼ିଥାଏ, ମଉର ଶରୀରର ସୌନ୍ଦର୍ଯ୍ୟତା ବୃଦ୍ଧି କରିଥାଏ। ଯେତେବେଳେ ଗାଜର ରସ ସହିତ ଟିକେ ଲେମ୍ବୁ ରସ ମିଶାଇକି ଖାଆନ୍ତି ତାହେଲେ ଆପଣଙ୍କୁ ଲାଭ ମିଳିଥାଏ। ଆପଣଙ୍କ ଯେଉଁମାନେ ସବୁ କ୍ୟାନ୍ସର ହେଲା ପରେ ଲାଇଟ୍ ଦେଇଥାନ୍ତି, କେମୋଥେରାପି କରିଥାନ୍ତି, ସେମାନଙ୍କ ବାଳ ଝଡ଼ି ଦେଇଥାଏ, ଆଉ ଆପଣଙ୍କ ଦେହ ଶୁଖି ଯାଇଥାଏ, ଖାଇବାରେ ଅସୁବିଧା ହେଇଥାଏ, ହଜମ ହେଇନଥାଏ, ସେହି ସମୟରେ ନିୟମିତ ଭାବରେ ଗାଜର ଜୁସ୍ ପିଇବା ଉଚିତ। ତାହେଲେ ସେମାନଙ୍କ ଯେଉଁ ସମସ୍ୟା ରହିଛି ତାହା ନିଶ୍ଚିତ ଭାବରେ ଦୂର ହୋଇଥାଏ। ତାହେଲେ ଜାଣିଲେ ଗାଜର କେତେ ଲାଭକାରୀ। ତେଣୁ ଆମେ ନିୟମିତ ଭାବରେ ଗାଜର ଖାଇବା। ଆକୁ ତରକାରୀ କରିକି ବି ଖାଇପାରିବେ, ଆକୁ ଭଜା କରିକି ଖାଇପାରିବେ, କିନ୍ତୁ ସବୁଠୁ ବେଷ୍ଟ
ଆପଣଙ୍କ ଗାଜର ଜୁସ୍ କଞ୍ଚା ଗାଜରର ଅଳ୍ପ କିଛି ପରିମାଣରେ ନିୟମିତ ଭାବରେ ସାଲାଡ ଭାବରେ ଖାଆନ୍ତୁ, ତାହେଲେ ଆପଣଙ୍କୁ ଅଧିକା ଲାଭ ମିଳିବ। ରହୁଛି। ନମସ୍କାର। ଜୟ ହିନ୍ଦ, ଜୟ ଭାରତ।